नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं यत्कृपातमहं वन्दे परमानन्दमाधवं ऊर्ध्व तिर्जक अबाक सर्गो रुद्र सर्गस्तथैव च अर्धनारी नरस्याथ अतः स्वायंभुवो मनः शतरूपा च स्त्रीणाम् आद्या प्रकृतिरुत्तमा सन्तानो धर्मपत्नीनां कर्दमस्य प्रजापते अवतारो भगवतः कपिलस्य महात्मनः देवहूत्याश्च संवाद कपिलेन च धीमता देवहूत्याश्च संवाद कपिलेन च धीमता। श्रील श्रीपाद सूत गोस्वामी कहते सौनकादि मुनिगण ये मनुष्य जीवन एक सार्थक जीवन या व्यवहार रे लगे पारले कार्य रे लगे पारले जीवात्मार बहुत कल्याण है। निर्देहम आद्यम सुलभं सुदुर्लभम सुखं प्लवगम गुरुकर्णधारम मयानुकूलेन नभ स्वतेरितम पुमान भवाब्धि न तरेत स आत्मा। ये मनुष्य शरीर संसार सागर आमको संसार सागर पार होगा पड़ो। सागर भितर आम पड़ जाइए सागर भितरटा दुखदायक समुद्र भितरटा तो मकर कुंभीर जलजंतु आम तो स्थलर जीव जल रही पारानी नाना प्रकार कष्ट क्लेश आघात प्रतिघात तरंग वायु जलराशि भ्रमरी या भितर घात प्रतिघात भितर बड़ कष्ट जीवन यापन करने को है। ये समुद्र भितर आम आरपट को बाहरी पड़े भल होता सुखी ही जाते। संसार सागर भितर आरपट को बाहरी पड़े संसार घोर सागरे पतितस्य काम क्रोधादि नक्र मकर कबलीकृतस्य दुर्वासना निगडितस्य निराश्रयस्य। ये भितरे नाना प्रकार दुख पाई रही निराश्रय इति किए क्या आश्रय नहीं जहाँ पाखु जाकर असमय आम आश्रय टे आश्रय भिक्षा करवा सी सांगे सांगे आमको गोटे सुजोग मिली ठकीदेवा चाहिए। एटा कली काल रे अन्य तीन काल रे एतटा नथिला। अन्य तीन काल रे जनक पाखरे जने आश्रय नेले शरणागत हेले धर्म चारिपाद थिला तो से किछिटा सहानुभूति साहाय्य पाउथिला। ए कली काल रे जनक पाखरे जेकि आश्रय नेले से सुजोग जे आसिक मो हाथ में पड़ी एतिक बेले यार सर्वस्व लुंठन करी ही पारिबो। एमितिका कलिर प्रभाव ये संसार सागर टाक अतिक्रम आमको करने को पड़ो। केमी अतिक्रम करवा गोटे सुजोग आसी आम हाथ में पहुंची ये सुजोगटा हाथ छड़ा हो जाई पारे। कौन से सुजोगटा नरतनु भव बारिधि कह बीरा सन्मुख मरुत अनुग्रह मेरा।
এই ଶ୍ଳୋକଟିকে ଅନୁବାଦ କରୁଛନ୍ତି। ଏ ଭାଗବତର ଶ୍ଳୋକଟିକି ନୃଦେହମ୍ ଆଦ୍ୟମ୍ ସୁଲଭମ୍ ସୁଦୁର୍ଲଭମ୍ ସୁଖଂ ପ୍ଳବଗମ୍ ଗୁରୁକର୍ଣ୍ଣ ଧାରମ୍, এই ଶ୍ଳୋକଟିକି ରାମଚରିତମାନସରେ ଗୋସାଇଁଜୀ ପୁରା ଅନୁବାଦ କରିଦେଇଛନ୍ତି। ନରତନୁ ଭବବାରିଧି କହ ବେରା ସନମୁଖ ମରୁତ ଅନୁଗ୍ରହ ମେରା, କର୍ଣ୍ଣ ଧାର ସଦ ଗୁରୁ ଦୃଢ଼ ନାବା ଦୁର୍ଲଭ ସାଜ ସୁଲଭ କରି ପାବା। ଦୁର୍ଲଭ ସାଜ, ଏ ସଂସାର ସମୁଦ୍ର ଭିତରେ ନାନା ଦୁଃଖ ଦୁଶ୍ଚିନ୍ତା ଭିତରେ ବୁଡୁଛେ ଉଠୁଛେ, ଏଇ ସମୟରେ ଆମକୁ କଣ ଗୋଟେ ସୁଯୋଗ ମିଳିଛି ନା ଆମେ ଦେଖିଲୁ ଯେ ଆମ ପାଖରେ ଗୋଟେ ନୌକାଟେ ଭାସୁଛି, ଗୋଟେ ନୌକାଟେ ଭାସୁଛି। ଆମେ ଯଦି କୌଣସି ମତେ ସେ ନୌକା ଉପରକୁ ଚଢିଗଲୁ କିଛିଟା ରକ୍ଷା ହେଇଗଲା। ଏ ଯୋଉ ପାଣି ଭିତରେ ବୁଡି ଯାଉଥିଲୁ, କେତେ ଲୋକ ପାଣି ପିଇ ସାରିଲୁଣି, ଆଉ ଜଳଜନ୍ତୁ ମାନଙ୍କ ଦ୍ଵାରା ଆକ୍ରମଣ ହେଇକିରି ଦେହ ସବୁ କ୍ଷତ ବିକ୍ଷତ ହେଲାଣି, ଆଘାତର ତରଙ୍ଗ, ଯେ ଆମେ ନୌକା ଉପରକୁ ଚଢିଗଲେ ଯେ ଆମେ ଉଦ୍ଧାର ପାଇଗଲୁ ସେ କଥା ନୁହଁ। ନୌକାଟା ମଧ୍ୟ ବତାସରେ ଓଲଟି ପଡିପାରେ, ଆଉ କୁଆଡେ ଯାଇପାରେ, ଜଳଜନ୍ତୁର ଆଘାତରେ ଭାଙ୍ଗି ଯାଇପାରେ, ହେଇପାରେ। ତଥାପି ଯୋଉ କଲବଲ ହଉଥିଲୁ, ହଠାତ୍ ଏତିକି ସୁଖ ମଣିଷ ଶରୀରରେ ଅଛି। ବୁଡି ଯାଉଥିବା ଲୋକ ନୌକା ଉପରକୁ ଚଢିଗଲା, ଅନ୍ତତଃ ନୌକା ଉପରକୁ ଚଢିଗଲା, ଦେଖିଲା ନୌକାଟେ ଭାସୁଛି କୁଆଡୁ ଆସିକିରି ସମୁଦ୍ରରେ, ବିକଳ ହେଇଯାଇ ରାମ୍ପୁଡି କାମୁଡି ତାପରେ ଚଢିଗଲା। ବୁଡି ଯାଉଥିବା ଲୋକ ନୌକା ଉପରେ ଚଢିଗଲେ, ଅବଶ୍ୟ ନୌକାଟା ସମୁଦ୍ର ଭିତରେ ବୁଲୁଛି, କିଛି କୂଳରେ ଲାଗିଯାଇନି, ତଥାପି ଏଇ ଯନ୍ତ୍ରଣାଟା ଟିକେ ହ୍ରାସ ପାଇଲା। ସେମିତି ଆମେ ମନୁଷ୍ୟ ଦେହରେ ଯେ ସବୁ ରହିଛେ, ପ୍ରବେଶ କରିଛେ ଜୀବାତ୍ମାଗଣ, ଅନ୍ୟାନ୍ୟ ଦେହ ଅପେକ୍ଷା ଆମେ ସେତିକି ଶାନ୍ତି ପାଉଛେ, ପାଣିରୁ ଉଠି ଯାଇଛେ। ଏତିକି ବେଳେ ଯଦି ଆମେ ବୁଦ୍ଧି କୌଶଳ କରିପାରିବା, ଦୁର୍ଲଭ ସାଜ ସୁଲଭ କରି ପାଇବା, ସେ ସମୁଦ୍ର ଭିତରେ ଡଙ୍ଗାଟେ କୋଉଠୁ ଆସିକି ମିଳିବ ଆପେ ଆପେ? ସହଜ କଥା। ସମୁଦ୍ର ଭିତରେ ଗୋଟେ ଲୋକ ବୁଡିକିରି ମରୁଥିଲା, କୁଆଡୁ ଗୋଟେ ଡଙ୍ଗାଟେ ଆସି ତା ପାଖରେ ଭାସି ଭାସି ପହଞ୍ଚିଲା, ଇଏ କଣ କମ କଥା? ଏଟା ଦୁର୍ଲଭ ନା? ଆଉ ଆପେ ଆପେ ଆସିକି ଡଙ୍ଗାଟେ ପହଞ୍ଚିଛି, ନୌକାଟେ, ଦୁର୍ଲଭ ସାହାଯ୍ୟ, ଯାଉ ସେଟା ହାତ ପାଖକୁ ଆସିଛି। ଆମେ ମଣିଷ ଦେହରେ ପଶି ଯାଇଛେ, ଅର୍ଥାତ୍ ନୌକା ଉପରକୁ ଚଢି ଯାଇଛେ। ଏତିକି ବେଳେ ଯଦି ଆମେ ଟିକିଏ ନା ବୁଦ୍ଧି ଖଟେଇ ପାରିବା, ଡଙ୍ଗାଟାକୁ ଯଦି କେମିତି କଣ କରିକିରି ଆମେ କୂଳକୁ ଲଗେଇ ଦେଇ ପାରିବା, ଜାଣିକିରି ଚିରକାଳ ପାଇଁ ଆମେ ଏ ଦୁଃଖ ସାଗରରୁ ଉଦ୍ଧାର ହେଇଗଲେ। ଏ ଯୋଉ ଘୋର ସଂସାର ସାଗର, ୟା ଦେହରୁ ଚିରକାଳ ପାଇଁ ଆମେ ଉଦ୍ଧାର ହେଇଗଲେ। କୂଳରେ ଲଗେଇଦବ କହୁ, କେମିତି କୂଳରେ ଲଗେଇଦବା? କୁଆଡୁ ଗୋଟେ ଭଙ୍ଗା ଖଣ୍ଡିଆ ଦଦରା ନୌକାଟେ ଆସିକିରି ସିନା ଭାସି ଭାସିକିରି ମିଳିଲା, ଆମେ ବୁଡି ମରୁଥିଲେ, ବୁଡୁଥିଲେ, ଉଠୁଥିଲେ, କଲବଲ ହଉଥିଲେ, ଛଟପଟ ହଉଥିଲେ, ବାଡି ପିଟି ହଉଥିଲେ, ନୌକାଟେ ମିଳିଗଲା। ସେଠି କାତ କାହିଁ, ତାକୁ କେମିତି ନେବାକୁ ହବ, ଯାହୁଲା କାହିଁ, ସେ ନୌକା ଚଳେଇବା ଆମେ ମଧ୍ୟ ଜାଣିନୁ। ନୌକା ଚଳେଇବା ଆମେ ଜାଣିନୁ, ନୌକାଟା ଆଗକୁ ଗଲେ ତ ଏମିତି ଯଦି ପଛୁଆ ପବନ ପଡିବ ବୋଲେ କାତ ଆହୁଲା କିଛି ଦରକାର ନାହିଁ, ନୌକାଟା ତ ତାର ସେ ଭାସିବ ନା। ପଛରୁ ପବନ ଯଦି ପଡିବ ତାହେଲେ ସେ ତ ତାର ସେ ଆକୁ ଆକୁ ଯିବ। ଆଉ ପଛୁଆ ପବନ ଟିକେ ହେଲେ ଭଲ ହୁଅନ୍ତା। ହେଲେ ପଛୁଆ ପବନ ଟିକେ ହେଇଗଲେ ଆଉ ତ କିଛି ସେଠି ଉପାୟ ନାହିଁ, ଆମେ ତ ଆଉ ସେଠି ମୋଟର ଫିଟ୍ କରିପାରିବାନି, ଆହୁଲା କାତ ତ କିଛି ନାହିଁ, ଆମକୁ ମଧ୍ୟ ସେ କୌଶଳ ଜଣା ନାହିଁ। ବୁଡୁ ମରୁ ମରୁ କଲବଲ ହେଇକିରି ସିନା ଚଢି ଯାଇଛେ ନୌକା ଉପରେ। ଏଇଠି ଯଦି ପବନ ପଛରୁ ହବ, ଜଳୁ ପବନ ହବ, ସିଆଡେ ଠେଲି ନେବ ନୌକାଟାକୁ। ତ ପଛୁଆ ପବନ ଯଦି ହନ୍ତା, ନୌକାଟା ଗତି କରନ୍ତା, ହେଲେ ଭଲ। ସେ ପଛୁଆ ପବନ ଟିକ କଣ? ପଛୁଆ ପବନ ଟିକ କଣ? ଅନୁକୂଳ ସମୀର ଅନୁଗ୍ରହ ମୋରା। ଭଗବାନ କହୁଛନ୍ତି ଉଦ୍ଧବ, ଏ ପଛୁଆ ପବନଟା ମୋର ଅନୁଗ୍ରହ ବୋଲି ଜାଣ। ତମେ ଯଦି ମୋର ଅନୁଗ୍ରହ ସଂଗ୍ରହ କରିପାରିବ, ମୋର ଅନୁଗ୍ରହ ଯଦି ସଂଗ୍ରହ କରିପାରିବ, ତାହେଲେ ନୌକାଟା ଚାଲିବ।
ନୌକାଟା ଚାଲିବ। ତେବେ ଦୈବାତ ଯଦି ନୌକାଟେ ସୁଲଭ ହେଇଗଲା ସମୁଦ୍ରରେ ବୁଡି ଯାଉଥିବା ଲୋକର, ତାର ପ୍ରଥମ କର୍ତ୍ତବ୍ୟ ହେଲା ମତେ ପଛୁଆ ପବନ କେମିତି ମିଳିବ। ଆଉ ତ ମତେ କିଛି ବାଟ ନାହିଁ କି ଉପାୟ ନାହିଁ ନୌକା ଚଳେଇବାକୁ। ଯଦି ପବନରେ ଚାଲନ୍ତା ନୌକାଟା ବୋଲେ ଆଉ କିଛି କହିବାର ନାହିଁ, ମୁଁ ନିଶ୍ଚିନ୍ତ ହେଇଯାଉଛି। ହେଲେ ପଛୁଆ ପବନ ସଂଗ୍ରହ କରିବାକୁ ହବ। ଭଗବାନଙ୍କ ଅନୁଗ୍ରହ ଲାଭ କରିବା ନିମନ୍ତେ କଣ ଦରକାର? କଣ ଦରକାର? ଯଜ୍ଞ, ଦାନ, ତପସ୍ୟା, ତୀର୍ଥ, ଯୋଗ, ଜପ, ଶାସ୍ତ୍ରାଧ୍ୟୟନ କଣ ଦରକାର? ଏଗୁଡା ସହାୟକ ହେଇପାରନ୍ତି। ଏଗୁଡା ପବନ ସଂଗ୍ରହ କରିପାରିବେନି, ଅନୁଗ୍ରହ ସଂଗ୍ରହ କରିପାରିବେ। ଏଗୁଡା ସହାୟକ ହେଇପାରନ୍ତି, କିନ୍ତୁ ଭଗବାନଙ୍କ ଅନୁଗ୍ରହ ୟା ଦ୍ୱାରା ମିଳିବନି। କଣ କରୁଛୁ? ନା ଆଜ୍ଞା କେତେ ଯଜ୍ଞ କରୁଛି। ନା ଯାଉନୁ ଗୋଟେ ରାଜା ହବୁ କୋଉଠି, ଯଜ୍ଞର ଫଳ ଭୋଗୁଛୁ। ଅନୁଗ୍ରହ କଣ କରୁଛୁ? ନା ଏମିତି ତୀର୍ଥ କରୁଛି, ତପ କରୁଛି, ଜପ କରୁଛି। ଯାଉନୁ ଗୋଟେ ପଣ୍ଡିତ ହବୁ, ବହୁତ ତୀର୍ଥ କରୁଛୁ, ଜପ କରୁଛୁ ପରା। ଲୋକେ ବାହା କରିବେ, ପୂଜା କରିବେ, ଅର୍ଚ୍ଚନା କରିବେ, ମୁଣ୍ଡିଆ ମାରିବେ, ଫୁଲମାଳ ଦେବେ, ଆଜ୍ଞା ଆପଣ ବୋଲି କହିବେ। ଯାଉନୁ ଗୋଟେ ପଣ୍ଡିତ ହବୁ କୋଉଠି। ଏଗୁଡାକ ସିନା ମିଳିବ, ଅନୁଗ୍ରହ ମିଳିବନି। ଅନୁଗ୍ରହଟା କେମିତି ମିଳିବ? ଅନୁଗ୍ରହଟା ମିଳିବ କେବଳ ଆକୁଳ ନିବେଦନ। ପ୍ରଭୁ ଭାସିଗଲି, ପ୍ରଭୁ ଭାସିଗଲି, ରକ୍ଷା କର ପ୍ରଭୁ, ଶରଣାଗତ, ମୋର ଆଉ କିଏ ନାହିଁ ହେ ପ୍ରଭୁ, ଆପଣ ଏକମାତ୍ର ଭରସା। ଏ ଗୋଟା ଗଲା ଅନୁଗ୍ରହ ସଂଗ୍ରହର ଉପାୟ। ଏ ଆକୁଳ ନିବେଦନ ସହ ଗୋବିନ୍ଦ ପାଦାର ବିନ୍ଦରେ, ଭଗବାନଙ୍କ ପାଦ ତଳେ ଆକୁଳ ନିବେଦନ ସହ ହେଇପାରେ ତା ସହିତ ଜପ କି ତପ କି ତୀର୍ଥ କି ଦାନ କି ମିଶିଲେ ଆଉ ଟିକେ ଏଗୁଡା ସହାୟକ ହବ। ନାଇଁ ତ ଏଗୁଡା କିଛି ନାହିଁ। ଗୋଟେ ଲୋକର ଦାସିଆ ବାଉରୀ ଭଳିଆ, ଅରଣ୍ୟର ଶବରୀ ଭଳିଆ, ଦ୍ରୌପଦୀଙ୍କ ଭଳିଆ, ଗଜରାଜ ଭଳିଆ, ମୃଗୁଣୀ ଭଳିଆ ଖାଲି ଆକୁଳ ନିବେଦନ କଣ କାମ କରୁଛୁ? ଖାଲି ଆକୁଳ ନିବେଦନ ବି ହବ। ଆକୁଳ ନିବେଦନ ସହିତ ବ୍ୟକ୍ତିତ୍ୱ, ପାଣ୍ଡିତ୍ୟ, ଅଧ୍ୟବସାୟ, ଯୋଗ, ଜ୍ଞାନ, ଯଜ୍ଞ, ତପ, ଦାନ, ତୀର୍ଥ ପ୍ରଭୃତି ସତ୍କର୍ମ ଯଦି ମିଶିଲା ଭଲ ଭଲ, କିଛି ଅସୁବିଧା ନାହିଁ। ନାଇଁ ଯଦି କିଛି ନାହିଁ, ଖାଲି ଆକୁଳ ନିବେଦନ ଅଛି, ତେବେ ବି ଚଳିବ, ତେବେ ବି ଚଳିବ। ମୁଖ୍ୟ ହେଲା ଆକୁଳ ନିବେଦନ। ଏ ଆକୁଳ ନିବେଦନ ଦ୍ୱାରା, ଭଗବାନଙ୍କ ପାଖରେ ଶରଣାପନ୍ନ ହବା ଦ୍ୱାରା, ଭଗବାନଙ୍କୁ ବିକଳ ହେଇ କାନ୍ଦି କାନ୍ଦି ଡାକିବା ଦ୍ୱାରା ଭଗବାନଙ୍କ ଅନୁଗ୍ରହ ମିଳେ। ପବନ ଟିକେ ବଢିଲା, ନୌକାଟା ଚାଲିଲା। କେଡେ ଜୋରରେ ଚାଲୁଛି। ଏଇ ସେଠି ପଥରଟେ ଥିଲା, ଅତିକ୍ରମ କରିଗଲା, ଡଙ୍ଗାଟା ଚାଲୁଛି ଜଣା ପଡୁଛି। ସେଠି ମାଛ ଗୁଡିଏ ଖେଳୁଥିଲେ, ସେ ଖେଳୁଛନ୍ତି, ଆଗେଇଗଲା ଡଙ୍ଗା, ତାଙ୍କୁ ଅତିକ୍ରମ କରିଗଲା, ଚାଲିଲା। ପଥଳ ସମୁଦ୍ର, ଏଇଟା କୁଆଡେ ଯାଉଛି? ଡଙ୍ଗାଟା ଚାଲୁଛି, ମାତ୍ର କୁଆଡେ ଯାଉଛି? ଏଇଟା ସମୁଦ୍ରଟି କଣ ଖାପ ମାପ ଅଛି କି ତାର? ଆମେ ଯୋଉ ସମୁଦ୍ରରେ ପଡିଛୁ, କୁଆଡକୁ ଗଲେ ଆମେ କୂଳ ପାଇବୁ? କେତେ ଦୂରରେ କୂଳ ଅଛି? ଆମେ କୂଳ ଆଡକୁ ଯାଉଛୁ ନା ତାର ବିପରୀତ ଦିଗରେ ପବନ ଆମକୁ ପେଲୁଛି? ନାଇଁ କି? କରନ ଧାର ସଦ ଗୁର ଦୃଢ ନାରା। ଜଣେ ବାଟ ଜାଣିଥିବା ଲୋକ ମଧ୍ୟ ଦରକାର, ଯିଏ ସମୁଦ୍ରର ଅପର ପାର୍ଶ୍ୱରେ ଆମକୁ ପହଞ୍ଚେଇବାର ପଥ ଜାଣିଛି। ତାକୁ ଯଦି ଆମେ ନିବେଦନ କରି କହିବା, ଆଜ୍ଞା ମୋ ଡଙ୍ଗାଟା ଟିକେ ମଙ୍ଗ ଧରିଥାନ୍ତୁ ଆପଣ, ମୋର ଦେହ ରୂପକ ନୌକାଟା ର ଦାୟିତ୍ୱ ଆପଣଙ୍କୁ ଦେଇ ପକେଇଛି, ସମ୍ପୂର୍ଣ୍ଣ ଭାବରେ ଆପଣ ଟିକେ ମଙ୍ଗ ଧରିଥାନ୍ତୁ, ଏଇଟାକୁ ନେଇକରି ଯେମିତି କୂଳରେ ପହଞ୍ଚେଇବେ। କୂଳ ଆଡକୁ ଯେମିତି ୟା ମୁହଁଟା ଥିବ, ପଛରୁ ତ ପବନ ହଉଛି, ଡଙ୍ଗାଟା ଚାଲିଛି। ଯୋଡେ କାମ ହେଲେ ତ ହେଇଯାଉଛି, ଆଉ ଯୋଡିଏ କାମ ହେଲେ ହେଇଯାଉଛି। ଆଶ୍ରୟ କରିଆ ବନ୍ଧୁ ଶ୍ରୀ ଗୁରୁ ଚରଣ, ଯାହା ହଇତେ ମିଲେ ଭାଇ କୃଷ୍ଣ ପ୍ରେମ ଧନ। ଗୋଟିଏ ପଦରେ ଶେଷ କରିପାରେ। ତାହେଲେ ମନୁଷ୍ୟ ଶରୀର ଲାଭ କରିଥିବା ବ୍ୟକ୍ତିର
प्रथम कर्तव्य हला मु किपरि गोविंद हरि भगवान का अनुग्रह प्राप्त हेबी नहीं कि एवं मुख्य हला सेटा द्वितीय हला जे कहार आश्रय रे गोटे लोक मंग धरिया लोक ठीक कर जे पथ जाने जे बाट जाने पथ जाने लोक गोटे दरकार ता पूर्व अनुग्रह दरकार दीटा दरकार दीटा जिनस दरकार ये जोड़ी कहीगले दईवा तो समुद्र रे बुड़ू बुड़ू नौकाटे हाबुड़ी जाइथिबा तर जो सौभाग्य कोटि कोटि जन्म मृत्यु कीट पतंग पशु पक्षी सरीसृप भितरे मनुष्य देहटे जो हाबुड़ी जाइछि ये 50-60-70 वर्ष पे सफल हो सार्थक हो जोड़ाक जदि ये जोड़ाक आम जदि संग्रह कर न पारिबा खाली नौकाटा उपरे बसी पड़े पछुआ पवन हला नहीं मंगुआल टे मिलला नहीं बुली 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 केतेबेले से डंगा पुणी उल्टी पड़िबो केतेबेले से नौका पुणी उल्टी पड़िबो आउ थे आम खसी पड़ा तलू गोटे पथर बाड़ी गोटे पवन रे उल्टी पड़ो से नौका बटे नौका पड़े आम जो समुद्र को से समुद्र पड़ेगा फिर कीट पतंग तरु तृण पशु पक्षी खग मृग होकर जीवन बीतुवा किए हाणिकी काटिकी खाइला कोटी बड़ जंतु को छोट जंतु माड़ी बस खाइला कोटी अंग भंग है कोटी आउ कौन है कोटी बनर अरण्य अर्ध तक धईकरी पलाऊँगी जोड़े भोग हम जो बाट जानिमा लोक आम जदि निजे टिके बाटटा को जानी संसार सागर रु कूल आड़ को पलि जार बाट पथटा जदि जानी सामान्य टे ज्ञान थी अंतत आम कुआड़े जाऊे जानिमा मोर जीवनर गति कुआड़ को एवं मंगल न मिलले जदि अनुकूल पवन है बोले आम तो जापर ना ना मो नौकाटा ये बाटर जाऊँ भवसागर रु ये नौकार चढ़ला बाट कुआड़ को अच्छी कि ना देतटे बाट अच्छी माँ देवहूति की बसईकरी कपिल भगवान कहते कु बाट कुआड़ को केमती कौन पड़ी पथ निर्देश कर ये पथ उपरे आमर ज्ञान टिके थिले अंतत एतिक तो जाना हाँ मु विपथगामी हूँ ना पथरे अच्छी जदि पथर अच्छी क्यों पथरे जाऊँगी देवजान मार्ग धूम मार्ग ना अतिक्रम करवा मार्ग से अतिक्रम मार्ग करवा मार्ग तीन ज्ञान जोग भक्ति आम आलोचना करचे जदि देवजान मार्ग में पड़े ताले आम बुझीजा हम रेडी हो पड़ो जे मुझे बड़ होगी जनलोक कि ब्रह्मलोक पर्यंत जीवी से मत दुई परार्थ बंद अपेक्षा पड़ो तापर जहाँ हम हम नहीं कि जदि पितृजान मार्ग में पड़ जाइए मत से बाटा मिल जाइए ताहले आमको जाणीजा हम जे आम जापर मुझे जाऊँगी स्वर्ग में किसी काल रही गोटे सुख भोग हम पुणी आउ थे आसो पड़ो नाई जदि आम पथ जानीचे आम देवजान पितृजान गला बेलू जो ज्ञान जोग भक्ति प्रवृत्ति अतिक्रम करवा मार्ग गुड़ाक पाखापाखि ये मार्ग से मार्ग को कौशल कर खसीगले दिटाक पथ पाखापाखि गोटे जगह एमती पड़ा जे ये पथर आड़े बंकई आसला बेलू से पथर से बंकई जाड़ू जाइए बेस डिफरेन्स ना पुणी आउ थे परस्पर दूरे जी पहाड़िया पथ सब ये न थे कि दुर्गम बंधुर पथ मान के एकाठी मिसी पुणी के दूरे सेमती पाखापाखि थिला बेले जदि आम पथर को जानी जो मुझे जाऊँगी को पथरे ना ये पथरे ये पथर परिणति ना एमती यहीटा जो सैड रे दुष्टी पथटा अल्प तलू यहाँ कड़े ना ये आड़ को जाइए पथ ज्ञानटा जब आम थी आम देखा जे निकट में पथुटा अधिक उपादेय आम ए पथर जब कौन कौशल कर खसी पड़ा से पथ को चलना
ବଲପଥରେ ପଡ଼ିଗଲେ। ତେଣୁ ଏଠି ଛୋଟିଆ କଥା କହୁନାହାନ୍ତି। ଭାଗବତର ତୃତୀୟ ସ୍କନ୍ଧ ଏଇଟା ସତ, କିନ୍ତୁ ଏ ଆରମ୍ଭରୁ ମନୁଷ୍ୟ ଜୀବନର ପଥ ସମ୍ବନ୍ଧରେ ଆମକୁ ଜ୍ଞାନ ଦଉଛନ୍ତି ଶ୍ରୀମଦ ଭାଗବତ। କାହା ମୁହଁରେ? କପିଳ ଭଗବାନଙ୍କ ମୁହଁରେ, ଭଗବାନଙ୍କ ମୁହଁରେ ନିଜେ ଭଗବାନ କହୁଛନ୍ତି। ଆରେ ବୋଲେ ଏ ବାଟରେ ମୁନି ଋଷି ମାନଙ୍କର ସିନା ଭୁଲ ହେଇଯିବ, ମୋର ଭୁଲ ହବ କି? ଭଗବାନ ନିଜେ କହେ ମୁଁ କହୁଛି, ମୋର ତ ଭୁଲ ହବନି। ଭୁଲ ହେଇଯାଏ କାହାର? ମୁନି ଋଷି ମାନଙ୍କର। ऋषि भीर बहुधा गीतम छंदो भीर विविध ही पृथक। नहीं कि ऋषि माने नाना प्रकार कहती कल्पना करी, शास्त्र मानक नाना प्रकार अच्छी। ମୁଁ ନିଜେ କହୁଛି, ବାଟ ବତଉଛି। ଯାହାଠୁ ସୁବିଧା ବାଟ ଆଉ ତମେ କିଛି ପାଇବନି, ସୁବିଧା ଆଉ କିଛି ମିଳିବନି। ଫେରେ କାହାକୁ କହୁଛନ୍ତି? ନା ବୁଢୀ ମାଟାକୁ। ବୁଢୀ ମାଟାକୁ କିଏ ମନ୍ଦ ପଥ ଦେଖେଇବ କି? ନା ଭୁଲ ପଥ ଦେଖେଇବ? ଶ୍ରୋତା ବା ଲକ୍ଷ୍ୟ ବୃଦ୍ଧା ଜନନୀ ଦେବହୂତି ବକ୍ତା ସାକ୍ଷାତ ସ୍ୱୟଂ ଭଗବାନ ପଥ ନିର୍ଦ୍ଦେଶନା କରୁଛନ୍ତି। କାହା ପାଇଁ? ଆମ ମାନଙ୍କ ପାଇଁ। ପ୍ରକୃତ ଦେବହୂତିଙ୍କ ପାଇଁ ନୁହଁ। ଆମେ ପରା 8 ଦିନ ତଳେ ଆଲୋଚନା କରୁଥିଲେ, ଦେବହୂତିଙ୍କର ଗତିମୁକ୍ତି ପାଇବାକୁ ବାକି ଅଛି କି? ଯେତେବେଳେ ପୁତନା ପାଇଛି, ପୁତନା ତ ପାଇଲା ୟା, ଆଉ ଦେବହୂତିଙ୍କର କଣ ଅପ୍ରାପ୍ୟ ଅଛି କି କିଛି? ଇଏ କେବଳ ଆମ ପାଇଁ ଏ ଲୀଳା, ଏ କାର୍ଯ୍ୟ। ଅଥଚ ଆମେ ସେଥିରୁ କଣିକେ ଗ୍ରହଣ କରିବାର ଇଚ୍ଛା ନା। ଦେବହୂତି କହିଲା ତାର ସହିତ ସେ ବାଟରେ ଯିବ, ଆମକୁ ସେଥିରୁ କଣ ମିଳିବ? ଆମକୁ କହୁଛନ୍ତି ନାଇଁ କି? ହେଲେ ଆମେ ଡିଟେଲ ସବୁ ପଥ ବିଷୟରେ ଆଲୋଚନା କରିଛେ, ଆଉ ଅଧିକା ଦରକାର ନାହିଁ। ଦେବଯାନ ମାର୍ଗ ଯାଇ ପଡି ରହିବ 2 ପରାର୍ଧ ପର୍ଯ୍ୟନ୍ତ। ପିତୃଯାନ ମାର୍ଗ ସ୍ୱର୍ଗାଦି ଭୋଗ କରି ପୁନର୍ବାର ଫେରି ଆସିବାକୁ ହବ। ପାର ହେଇକିରି ପଳେଇବା ମାର୍ଗ ଯଦଗତ୍ୱା ନ ନିବର୍ତ୍ତନ୍ତେ, ନାଇଁ କି? ସେଇ ମାର୍ଗ ଉପନିଷଦର, ବେଦର ଜ୍ଞାନ କାଣ୍ଡ ଦେଖଉଛନ୍ତି, କର୍ମକାଣ୍ଡ ଦେଖଉନାହାନ୍ତି। ଏଇଠି ତ ଆସିଲା ଆଉ ବର୍ଣ୍ଣ ଆଉ ଆଶ୍ରମ। ଆଶ୍ରମ ଭେଦି ଏଇଠି ଆସିଲା। ଆଉ ବର୍ଣ୍ଣ ଭିତରେ ଅଛ, ବର୍ଣ୍ଣଟା ଯଦି ତମର ରୁଚି ଓ ସଂସ୍କାରଗତ, ତାହେଲେ କର୍ମକାଣ୍ଡ ଭିତରେ ରହି ବୈଦିକ ବିଧି ବିଧାନ ଗୁଡାକ ଶ୍ରେଷ୍ଠ ଲାଗିବ। ଏଇଟା କେମିତି କରିବନି? ଏଇଟା କେମିତି କରିବନି? ଗୋଟା ଶାସ୍ତ୍ର ନିୟମଟେ ଏମିତି ଏମିତି କାମନା କରିବନି? ଘରଟେ ପ୍ରତିଷ୍ଠା କରିବ, ହୋମ ଟିକେ କରିବନି? এইটা ହିଁ ଉଚିତ ବୋଧ ହବ। ଯଦି ଜ୍ଞାନ ବର୍ଗକୁ ଆସିଛି, ତାର ସିଆଡକୁ ଅଧିକାର ଆସିଯାଇଛି ଜ୍ଞାନ କାଣ୍ଡରେ, ତାକୁ ଉଚିତ ବୋଧ ହବ। ହବ ଯଜ୍ଞଟା ତ ଆଉ ଯଜ୍ଞଟା ନହେଲେ ଛାଡ଼ିଦେଲେ କଣ କ୍ଷତି ଅଛି? ଛାଡ଼ିଦିଅ ଯଜ୍ଞଟା, ଛାଡ଼ିଦିଅ, ଅନ୍ୟ କାମ କରିଯା, ତାକୁ ସେଇଟା ଉଚିତ ବୋଧ ହବ। ଏ ଲୋକ ଛାଡ଼ି ପାରିବନି, ସେ ଲୋକ ଛାଡ଼ି ଦେଇକିରି କିଛି ଚିନ୍ତା କରିବନି। ସେତିକି ତ ପ୍ରଭେଦ। ଜ୍ଞାନ କାଣ୍ଡର ଏ ହଉଛି ପ୍ରଭାବ। ବୈଦିକ କର୍ମକାଣ୍ଡ ଗୁଡ଼ିକୁ ସେ ଉପେକ୍ଷା କରିବ। ଆଉ ଯିଏ ବୈଦିକ କର୍ମକାଣ୍ଡ ଭିତରେ ବାଧ୍ୟ ହେଇକି ରହିଲା, ଇଏ କେ ଧୂମଜାମ ନହେଲେ ଏଇ 2ଟାରେ ରହିବ। ଆଉ ତଥାପି ଜ୍ଞାନ କାଣ୍ଡ ଦେଇ ଗତି କରୁଥିବା ବ୍ୟକ୍ତି, ଏଇ 3ଟା ପଥ ଅଛି, ସେଗୁଡାକ କଣ କୁଆଡେ ଯାଇଛି, କଣ ହେଇଛି, ଆମର ଆଲୋଚନା କରିବା ଦରକାର। ଏଟା ବ୍ୟାପକ, ଏଟା ଅନନ୍ତ ପଥ, ତାର ଶେଷ ନାହିଁ। ସେ ଯେ ଭଗବାନଙ୍କ ଚରଣ ଅରବିନ୍ଦରେ ଯାଇକି 3ଟା ଆଗ ପଥ ଲାଗିଛି। ହେଲେ ଏଇ ଯୋଉ 5ଟି ପଥ, ଜ୍ଞାନ, ଭକ୍ତି, ଯୋଗ, ତ ବ୍ରହ୍ମାଣ୍ଡକୁ ଅତିକ୍ରମ କରି ପଳେଇବାର 3ଟି ପଥ। ବ୍ରହ୍ମାଣ୍ଡ ଭିତରେ 2ଟା ପଥ, ଦେବଯାନ ଓ ପିତୃଯାନ। ଏ 2ଟି ପଥ ବାଦ, ଏ 5ଟି ପଥ ବାଦ, ଏ 5ଟି ଯାକ ପଥରେ ଆମେ ଏଠି ଯେତିକି ଜମା ହେଇଛେ 10-15 ବର୍ଷ ହେଲା, ଏଇ ପଥରେ ଆମ ଭିତରୁ କିଏ ହେଲେ ଗୋଟିଏ, ଆମେ କିଏ ଗଲା ଭଳିଆ ମତେ କାହିଁ ଜଣା ପଡୁନି। 5ଟି ଯାକ ପଥରେ ଆମେ କେହି ନାହିଁ।
हेले आमे कौन बस्तु जाऊनु ना नहीं जाऊँ आम पथ अच्छी आम पथ कुआड़ आम पथ कुआड़ सत कथा या मिछ कथा कहूनी आम भर कई सुदृढ़ वैदिक कर्मकांड उपर निर्भर कर जाऊँगी ये कर्तव्य ज्ञान रे आ त्याग कथा छाड़ दिंतु तो ज्ञान भक्ति और जोग मार्ग कथा छाड़ दिंतु ताहले आमे जीवन को किमिति बितौचे आमे आमर जीवन को किमिति बितौचे मो देह मो घर या बाद आमर आउ कौन चिंता अच्छे कहूना या बाद आमर कौन आउ अधिका चिंता अच्छे कौन आम आज दिन कथा विचार करा जाऊ आज सूर्योदय एकादशी भाया दुटे सूर्योदय ठारू सूर्यास्त पर्यंत आमे देह गृह बाद कौन अधिका कर्म करुचु जहा करुचु एक गृह पे करुचु मुझे आज्ञा सकाल एकादशी 12टा पर्यंत झाड़ू मारिक इटा गोटे 100 गणा समतल कर दया दे जहा कर निज देह पे कि निज घर पे घर कहले कुटुंब बंधु जो थे आमर घर पुष्ट हम अर्थ आसब कि मर्यादा आसब कि घर सुरक्षा कि दुकान बजार की पनीपरिया की लुगापटा ना तो देह पे औषध पत्र खाद्य पेय ये तो कौन कर एतिकी तो कौन कर हाँ केते जन आम भर कहे जे मु आज्ञा जगन्नाथ मंदिर को जाटा मो देह पे नहीं कि घर पे नहीं किंतु भल कर विचार कले जना पड़ देह कि घर कौन गोटे कार केमती थाई पारे देह कारण जगन्नाथ को जना ना तो घर कारण जना जगन्नाथ पाखे जदि बा किए से देह घर को भूली जगन्नाथ पाखु जाटा आम क्रेडिट नुह यहाँ धामर क्रेडिट आमर कार्य नुह ये धामर अच्छु बोलिकी आम जदि 80 किलोमीटर दूर था जाता धामर गोटे प्रभाव अच्छे तो सी गोटे ठेली बेलिक नौ भल रूपे चिंता करतु गोटे प्रेरणा अच्छी गोटे ठेलिक नौ कौन आम कहे बेकार बस पूरी भाया जगार अच्छे महाप्रभु पाखे अच्छे दर्शन कर एत पाखे अच्छे एत पाखे अच्छे पुरी रे अच्छे ये दर्शन कर धामर प्रभाव तेणु आम कौ थे आसक्त रहिले आमर जन्म ठारू मृत्यु पर्यंत कौ थे बीती जाऊँगी देह 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 को जतन करवा आउ गृहर सुरक्षा परिपोषण अभिवृद्धि देखा ये लोकर अवस्था कौन हुए गोटे अध्याय कपिल कहले मां देह गेहरे आसक्त व्यक्ति से तार चित्त तार हृदय तार मनोबुद्धि अति संकीर्ण हो जाए धीरे 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 छोट हो जाए जो स्कूल की कॉलेज रे पढ़ुला से 10,000 छात्रों को नहीं गोटे अनुष्ठान को एटा भीतर मो अंश बोलिक अनुभव करुला गोटे व्यापक जो चाकरी टे कला से गोटे ऑफिस भितर 50-60 स्टाफ भितर से निज को अनुभव कला आउ संकीर्ण होला स्कूल टा 10-8 हजार लोकंकर कारबार स्थली ऑफिस टा
70-80 ଲୋକଙ୍କର କାରବାର ସ୍ଥଳୀ। ଆଉ ଟିକେ ସଂକୀର୍ଣ୍ଣ ପରିସରକୁ ଆସିଲା, ଯେତେବେଳେ ରିଟାୟାର୍ଡ କଲା, ସେତେବେଳେ ପେନସନ ହୋଲ୍ଡର ମାନଙ୍କ ସହିତ ଆଉ ଟିକେ ସଂକୀର୍ଣ୍ଣ ପରିସରକୁ ଆସିଲା। ଆଉ ଗୃହ ଭିତରେ ରହିଲେ ତ 4-5 ଜଣ, ଧୀରେ 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 ସଂକୀର୍ଣ୍ଣ ହେଇଯାଉଛି ଚିତ୍ତବୃତ୍ତି। ଚିତ୍ତବୃତ୍ତି, ବୁଦ୍ଧିବୃତ୍ତି, ହୃଦୟ ଧୀରେ ଧୀରେ ସଂକୀର୍ଣ୍ଣ ହଉଛି। ଧୀରେ ଧୀରେ ତ ସଂକୀର୍ଣ୍ଣ ହେଇ ଆସିଲା। ଯେତେବେଳେ ସେ ଜନ୍ମ ହୋଇଥିଲା ସେତେବେଳେ ବସୁଧୈବ କୁଟୁମ୍ବକମ୍ ଜନ୍ମ ହବାର ମାସେ 1.5 ମାସ 2 ମାସ ଭିତରେ ଯେତେବେଳେ ମାକୁ ଚିହ୍ନିନି, ସେତେବେଳେ ସେ ସମସ୍ତଙ୍କୁ ମା ଭଳିଆ ଭଲ ପାଉଥିଲା। ସେ ଚିହ୍ନି ପାରୁନଥିଲା ଯେ ଏ ଲୋକ ପାଖକୁ ମୁଁ ଯିବିନି, ସେ ଲୋକ ପାଖକୁ ଯିବି, ଏଇ ଜ୍ଞାନ ତାର ନଥିଲା। ସେତେବେଳେ ଜଗତର ଆଗ ତାର 3 ମାସ 4 ମାସ ପରେ ଯେତେବେଳେ ମାକୁ ଚିହ୍ନିଲା, ନାଇଁ କି ଅନ୍ୟମାନଙ୍କ ପାଖକୁ ନ ଯାଇ କେବଳ ମା ପାଖକୁ ଗଲା, ସେଠୁ ଆରମ୍ଭ ହେଲା ତାର କ୍ଷୁଦ୍ର ବୃତ୍ତି ଗୋଟିଏ ସ୍ଥାନରେ ଆବଦ୍ଧ ହବା। ହେଇ ହେଇ ଚିତ୍ତବୃତ୍ତି ଛୋଟ ହେଇ ହେଇଯାଉଛି। ପରିଶେଷରେ ଯୋଉ ପରିବେଶ ଭିତରେ ବା ଗୃହ ଓ ଦେହ ପ୍ରତି ଆସକ୍ତ ହବା ଲୋକ, ତାର ଇଚ୍ଛା ନଥିଲେ ମଧ୍ୟ ଅପକର୍ମ କରିବାକୁ ସେ ବାଧ୍ୟ ହେଲା। ଏଇଟା ହେଲା ଦୋଷ, ଏଇଟା ହେଲା ଦୋଷ। ଦେହ ଗେହର ବଡ ଦୋଷ ହେଲା ଯାହାର ଇଚ୍ଛା ଅଛି, ଗୃହ ଲୋଭରେ କି ଦେହ ଲୋଭରେ ଅପକର୍ମ କଲା, ଉପଭୋଗ ନିମନ୍ତେ ଅପକର୍ମ କଲା, ଧନ ସମ୍ପତ୍ତି ଭୋଗ ବିଳାସ ନିମନ୍ତେ ଅଥବା ଗୃହ ନିମନ୍ତେ ଅପକର୍ମ କଲା। ଏଇ ଦିଟାକୁ ତ ଛାଡ଼ନ୍ତୁ। ଜଣେ ଜଣେ ଲୋକ ଜାଣିକିରି ମଧ୍ୟ ଅପକର୍ମ ଏଟା କରିବା ଉଚିତ ନୁହେଁ, ତଥାପି କରିବାକୁ ବାଧ୍ୟ ହଉଛନ୍ତି। କାହିଁକି ନା ଏଇଟା ଗୃହ ଦେହରେ ରହୁଛି, ଏଟା ଗୃହ ଦେହରେ ରହୁଛି। ବସ୍ ଭିଡ଼ ହେଇଛି କି ଟ୍ରେନ ଭିଡ଼ ହେଇଛି, ବସିଛେ ସେଠି, ଆଉ ଜଣଙ୍କର ବସିବାକୁ ଟିକେ ଜାଗା ଅଛି, ଗୋଟେ ସେଇଠି ଆଉ ଅଛି। ଜଣେ ଯାତ୍ରୀ ଚଢିଲେ, ଆମେ ଦେଖି ପକେଇଲୁ, ଜଣେ ଯାତ୍ରୀ ଆସିଲେ ଏଠି ବସିବେ, ଆଉ ଟିକେ ସିଆଡ଼କୁ ପ୍ରଥମ ଟିକେ ବୁଝିବ, ୟା ଟିକେ ଛାଡ଼ି ଦେଇକିରି। ଅତି ଛୋଟିଆ କଥା, ଅତି ଛୋଟିଆ କଥା। ତା ପାଇଁକି ଇଆଡ଼େ 2 ଇଞ୍ଚ ଜାଗା 2-4 ଇଞ୍ଚ ଫାଙ୍କା ରଖିଲେ। এই পর্যন্ত ଆମକୁ ଦେହ ମୋହ ରହିଛି। ୟାଠୁ ଛୋଟ କଥା ଆଉ ଅଛି କିଛି? ଏଟା ମିଛ କଥା। ଗୋଟେ ଲୋକଟେ ଆସିଲାଣି ବସିବାକୁ, ସେଠି ଫାଙ୍କା ଅଛି, ସିଆଡ଼କୁ ପ୍ରଥମରୁ ଟିକେ ଘୁଞ୍ଚିକିରି ବସିଲା। ଦେହ ମୋହ ଏମିତି ଆମକୁ ଗ୍ରାସ କରିଛୁ ଯେ ଆମକୁ ସେଟା ଜଣା ବି ପଡୁନି, କର୍ମ ଅପକର୍ମ କି ଭଲ କର୍ମ କି ମନ୍ଦ କର୍ମ ଭଳିଆ ଏତେ ସଂକୀର୍ଣ୍ଣ ଚେତା ଆମେ ହେଇଯାଇଛୁ। ପ୍ରହ୍ଲାଦ ଯୋଉ ବାକ୍ୟ ସ୍ପଷ୍ଟ ଭାବରେ କହିଦେଲେ, ହେ ପିତା, ନାଇଁ କି ତତ୍ ସାଧୁ ମନ୍ୟେ ସୁରବର୍ଜ ଦେହିରାମ ସଦା ସମୃଦ୍ଧ ବିଘ୍ନ ଧିୟାମ ଅସତ ଗ୍ରହାତ୍ ହିତାତ୍ମ ପାତମ ଗୃହମ ଅନ୍ଧକୂପମ। ଏଟା ଅନ୍ଧକୂପରେ ପଡ଼ିଲା ଭଳିଆ ମଣିଷ ପଡ଼ିଯାଉଛି। ଏ ଅନ୍ଧକୂପର ବହୁତ ପ୍ରକାରର ତାତ୍ପର୍ଯ୍ୟ ଅଛି, ଯୋଉ ବ୍ୟାଖ୍ୟା କର ଯୁଆଡ଼ୁ ପାଖକୁ ଟାଣିକି ଦେଇପାରିଲେ। ଏଥିରୁ ଗୋଟିଏ ଜିନିଷ, ତତ୍ ସାଧୁ ମନ୍ୟେ ସୁରବର୍ଜ ଦେହିନାମ ସଦା ସମୁଦ ବିଘ୍ନ ଧିୟାମ ଅସତ ଗ୍ରହାତ୍। ଏ ଯୋଡ଼ାକ ତ ହଉଛି ଆଉ କଣ କିଛି ନଥିଲେ। ସବୁବେଳେ ମନଟା ଅସ୍ଥିର, ସବୁବେଳେ ଆଶଙ୍କା, ଭୟ, ଆତଙ୍କ। ଚୋର ନେଇଯିବ କି, ସାପ ପଶିଯିବ କି, ମୋର ସମ୍ପତ୍ତି ପରଲୋକ କିଏ ଜାଣି ପକେଇଲେ କି, ମୁଁ କେତେ ପେନସନ ପାଇଲି ବୁଢୀ ଜାଣିଦେଲା କି। ସବୁବେଳେ ଆତଙ୍କ, ଏଇଠୁ ସବୁବେଳେ ଆତଙ୍କ। ଘରେ ଜିନିଷ ଥୋଇ ଦେଇକିରି ବାହାରକୁ ଆସିଲେ ଆତଙ୍କ ଆଶଙ୍କା, ମନଟା ଘରେ ଅଛି। ଘରର ଜିନିଷ ବାହାରେ ଥୋଇ ଦେଇକିରି ଘରକୁ ପଳେଇ ଆସିଲେ ଆଶଙ୍କା। ଏଠି ଧାନ କି ଚାଉଳ କି ଜିନିଷ ପତ୍ର ଥୋଇ ଦେଇକିରି ସେଠି ଆସିଥିଲି ଯେ ମୁଁ ଗଲା ବେଳକୁ କେମିତି କଣ ହେଇଥିବ। ଉଦ୍ବିଗ୍ନ ହଉଛି ମନ ସବୁବେଳେ, ଉଦ୍ବିଗ୍ନ ହଉଛି ମନ ସବୁବେଳେ। ସବୁ ମୁହୂର୍ତ୍ତରେ ଆମର ମନ ଉଦ୍ବିଗ୍ନ ହଉଛି। ଏ ଉଦ୍ବିଗ୍ନତାଟା ଆମର ଏତେ ଅଭ୍ୟାସଗତ ହେଇଗଲାଣି ଯେ
आम से धरुनु तार से उद्विग्न हो चलছে उद्विग्न कौन अस्थिरता हाटा तो दुख कौन मनर अस्थिरता दुख मनर स्थिरता परा सुख गाढ़ निदर शोई पड़े कहीं सुख लगुच से समय स्थिर होगा जी उद्विग्नता रहा चित्त अस्थिरता है कौन सदा समुद्विग्न धियाम दीटा बुद्धिटा सब उद्विग्न हम चोर को भय साप को भय बाघ को भय निआ को भय पानी की भय बन्या को भय बतास को भय शत्रु को भय पड़िशार को भय पुओ को भय बोहू को भय क्या भय नहीं गृह भितर ये भय ऋतु उद्विग्नता जाता है सदा समुद्विग्न धियाम ये उद्विग्नतार कारण अनेक समय आमे असत ग्रह करी पकेबाकू बाध्य होउछि अपकर्म करी पकेबाकू बाध्य होउछि अपकर्म करी पकेबाकू बाध्य होउछि एउडाक गोटे गोटे करी जदि आमे नजर रखिबा आज मु केतुटी असत ग्रह कली जोड़ा मोर करबा कथा मु कर देली आया 50 60 100 150 200 हो संध्या सुधा गोटा कहीं अभ्यास जगत पड़ जाए को लक्ष्य करने की जानूनी लक्ष्य करने की जानूनी मोकटे साड़ू पलि आछुटे बाड़े देले कि फोपाड़ी देले मरीगला बकुटा एड़ा आम कार्य को नजर को नौचे मुझे अपकर्म कली बोली आज कहीं से तो ता बाटे जाऊला काले मो थाली उपर चढ़ीज कि मो लुगा भितर पशिज संभालुआटा काले पशिज चित्त उद्विग्न होला देखिरी काले पशिज कि आशंका चादर भर बसज परा बाड़े देलु कि मारिदेलु कि जाके एमती केते गुड़े छोटिया कटिया यहाँ तो जीव हत्या जनक नुह एमती केते गुड़े कम कौटी मिछुटे कहीदेवा कौटी वंचना करदेवा कौटी क्या बुलेकिरी कहीदेवा एमती छोट बड़ कर केते गुड़े असद ग्रह आम करुचु कहीं असद ग्रह कलु ना चित्त उद्विग्न होला क्यों कारण मोर देहर क्षति हो कि मोर गृहर क्षति हो कि देह गेह अतएव देह गेहरे आसक्त पुरुष उद्विग्न चित्त होई निरंतर एक दुख अनुभव करने संगे संगे प्रतिटी मुहूर्त अपकर्म करी चलीच केवल आशंकारु करी चलीच मंद कर्म अपकर्म करी चलीच ये सब जो अपकर्म गुड़िक कर चली देह और गृहर सुरक्षा और सुख निमंते कौन सी गोटे आशंकार कारण पहुंचले क्षति है क्षति होबार संभावना दूसरा क्षतिर संभावना दूसरा कुकुर घरे पशिक भात हांडी खाई देनी कि बिलेई खाई देनी बिलेईटा खाली घर भीतर को पशि आसूची गोटे गोड़ भांगी देले से नाती थिला अजा तले उत्साहित कले से गोटे गोड़ भांगी देला अजांगर बारणा नातीर चारण गोड़ भांगा बापुर प्रकृत आमर किसी क्षति करनी जीवटी आशंकारु उद्विग्नतारू अपकर्म यहाँ ही आम जी अधिक परिमाण रे देह और गृह प्रति अच्छा आ गोटे कथा गोटे विचार करूँ कली आम जी सभ्य शिक्षित होचे देह और गृह प्रति आमर मोहटा अति परिमाण में बढ़ुनी विचार कले आम देहर केते जत्न नौचे 24 घंटा एवं गृहर केते जत्न नौचे आम पिलादिन कथा मन पकड़त जो आम बापा गोसापा बुढ़ा थे आईमा बुढ़ी प्रवृत्ति घर करते सी सब प्रतिदिन पोछी पाछे चिकन कर मार्बल को परिश्रम कर सोफा फोफा सजाड़ी नीति झाड़ी पुड़ी करुले सका उठी गोटे गोबर पानी सेंची उठे गला से बाटी जाती घर पड़ा एति जत्न करुले घर को देह को एति जत्न करुले यहाँ आम बर्तमान देह गेहर ना सत कथा कहते आगे कौटी घर को सजासजी कर रखुले मो पिलादिन तो आम कौटी देखिनु ए रजा राजुड़ा घर मानक
ତାଙ୍କର ସେ ଚାକର ବାକର ଥିଲେ, ସେ ତାଙ୍କର ରାଜକୀୟ ଢଙ୍ଗରେ ରହୁଥିଲେ। ସବୁ ଘର ମାନଙ୍କୁ ବର୍ତ୍ତମାନ ପଶିଗଲା ବେଳକୁ ଆମର ଗୋଟେ ବଡ ଫ୍ୟାସନ ହେଇଛି। ଘରୁ ଟିକେ ସାଜସଜା କରି ଚାକିରି ରଖିଥିବୁ। ଏଇଟା ଗୃହ ମୋହ ନୁହଁ କି? ଦେହକୁ କମ କେୟାର ନଉଛୁ, ଆମେ କମ କେୟାର ନଉଛୁ ଦେହକୁ। ଇଏ ମୋହଟା ଯୋଗୁ ଆମ ଅଜ୍ଞାତରେ ଆମେ ଜାଣିପାରୁନୁ ଅନେକ ଅପକର୍ମ ହେଇଯାଉଛି। ଦେହ ଓ ଗେହରେ ଆସକ୍ତ ପୁରୁଷ ଯିଏ ଯେତେ ଆସକ୍ତ ଅଧିକ ତାର ସେତିକି ଅପକର୍ମ ହଉଛି ତା ଅଜ୍ଞାତରେ। ଏବଂ ଏଇ ଅପକର୍ମ ଗୁଡିକର କାରଣ ସ୍ୱରୂପ କେତେ ଗୁଡେ କଥା କପିଳ କହିଛନ୍ତି। ଯେତେବେଳେ ପ୍ରାଣାନ୍ତ କାଳରେ ଯମଦୂତ ମାନେ ଆସି ପହଞ୍ଚୁଛନ୍ତି ତାକୁ ଯମଲୋକକୁ ନବା ପାଇଁକି, ନାଇଁ କି ସେ ପାଞ୍ଚଟା ପଥ ଯୋଉ ଆମେ ଆଲୋଚନା କରୁଥିଲେ, ଆମେ ତ କିଏ ହେଲେ ସେ ପଥର ପଥିକ ନଉ। ଆମ ପଥର ତ ଏଆଡେ ଅଲଗା। ଏ ପଥରେ ଆମେ ଯିବାକୁ ରାଜି ନୁହଁ, କାହିଁକି ନା ଆମର ଦେହ ଗେହ ମୋହ ଅଛି। ମୁଁ ଘର ଛାଡିକିରି ଯିବିନି, ମୁଁ ଦେହ ଛାଡିକିରି ଯିବିନି। ସେ ବାଟରେ ଯେ ଯାଉଛନ୍ତି ସେମାନେ ନିଜେ ପଳଉଛନ୍ତି, କାହିଁକିନା ସେ ବାଟରେ ଆକର୍ଷଣ ଅଛି। ଯାହାଠାରୁ ଭଲ ଘର ପାଠର ମିଳୁଛି, ସରକାରୀ ଚାକିରିଆ ଜଣେ, ତ ବି ଟାଇପ ଘର ଅପେକ୍ଷା ଏ ଟାଇପ ଘରଟେ ମିଳିଲା, ପଳେଇବ ନା ସେ ଯେତେ ଶୀଘ୍ର ପାରିବ। ଆଉ ସେମିତି ସେ ପାଞ୍ଚଟା ପଥରେ ପରିଣତି ଉତ୍ତମ ଥିବାରୁ ଆଗ୍ରହରେ ଲୋକେ ପଳେଇଲେ। କିନ୍ତୁ ଆମେ ତ ଏଇ ପଥ ଛାଡିକିରି ଯିବା ନାହିଁ ନା। ଆମ ଦେହ ଆସକ୍ତି ରହିଛି, ଇ ଘରୁ ମୁଁ ଯିବିନି, ଇ ଦେହରୁ ମୁଁ ଯିବିନି। ତେଣୁ ଭଗବାନ ବ୍ୟବସ୍ଥା କରିଛନ୍ତି ଇ ପଥର ପଥିକ ମାନଙ୍କୁ ଗୁଡାକୁ ନାକରେ ଦୌଡ଼ି ବାନ୍ଧିକିରି ଜବରଦସ୍ତି ଘୋଷାଡ଼ିକିରି ଆଣ। ଏବଂ ପଞ୍ଝେ ଯମଦୂତ ପଠଉଛନ୍ତି। ତାଙ୍କର ଚେହେରା ବଡ ବିକଟାଳ ବର୍ଣ୍ଣନା କରିଛନ୍ତି କପିଳ। ଅଳ୍ପ ଟିକେ, ବେଶୀ ନାହିଁ, କିନ୍ତୁ ତାଙ୍କର ଭୟାନକ ଥିଲା। ଗୋଟିଏ ପଦ କହିଛନ୍ତି, ମା ଅନେକ ଜୀବ ଦେହତ୍ୟାଗ କଲା ବେଳେ ମଳମୂତ୍ର ବିସର୍ଜନ କରିଥାନ୍ତି। କାହିଁକି? ଯମଦୂତ ମାନଙ୍କ ଦେଖି ଭୟରେ ମଳମୂତ୍ର ତ୍ୟାଗ କରିଥାନ୍ତି। ଏହା ସ୍ପଷ୍ଟ ଲେଖିଛନ୍ତି ଗୋଟେ ଭାଗବତ। କପିଳ ଦେବାହୁତି ସମ୍ବାଦରେ କହିଲେ, ପ୍ରାଣ ଛାଡ଼ିଲା ବେଳକୁ ମଳମୂତ୍ର ତ୍ୟାଗ କରିବାର କାରଣ ହଉଛି କେବଳ ଯମଦୂତଙ୍କର ଦର୍ଶନରେ ଭୟରେ। କେତେ ଗୁଡେ କଥା ବର୍ଣ୍ଣନା କରିଛନ୍ତି। ଯମଦୂତ ମାନେ କେମିତି ଶରୀର ଭିତରୁ ବାହାର କରି ନିଅନ୍ତି ଜୀବାତ୍ମକୁ, ଜୀବାତ୍ମ କେମିତି ଭିଡି ହେଇକି ରହୁଛି ମୋ ଜୀବକୁ ଯାଉନଥାଏ। ଯେମିତି ଆମେ ଗୋରୁଟାକୁ ଗୁହାଳ ତା ବେକରୁ ପଛରୁ 2 ଜଣ ପେଲୁଛନ୍ତି, ବାଡିରେ ବାଡଉଛନ୍ତି, ସାମନାରୁ ଦୌଡ଼ିରେ ଭିଡୁଛନ୍ତି, ତଥାପି ଗୋରୁଟା ପଦାକୁ ବାହାରୁନି ଗୁହାଳ ଭିତରୁ। ଏମିତି ସମୟ ସମୟ ହୁଏ, ସେଇଭଳିଆ ଜୀବାତ୍ମକୁ ଭିତରୁ ବାହାର କରନ୍ତି ବୋଲି। ଏବଂ ତ କପିଳ କହିଛନ୍ତି, ମା ଯେଉଁ ପଥରେ ଯମଦୂତଗଣ ନିଅନ୍ତି ଜୀବାତ୍ମକୁ ଦେହରୁ ବାହାର କରି, ଦେହରୁ ବାହାରିବା ଯନ୍ତ୍ରଣାଟା ବର୍ଣ୍ଣନା କରିଛନ୍ତି ଟିକେ କପିଳ। ଯୋଉ ଲୋକ ଚାଲ ଏ ଘର ଛାଡିକିରି ପଳେଇବା, ସେ ତ ହସି ହସି ପଳେଇଲା। ବି ଟାଇପ କ୍ୱାର୍ଟରରୁ ଏ ଟାଇପ କ୍ୱାର୍ଟରକୁ ଯିଏ ଯାଉଛି, ଯିଏ ଘର ଛାଡିବନି ବୋଲି କହୁଛି ମୁଁ ଛାଡିବିନି, ତାକୁ କେମିତି ଟଣା ଉଟରା କରି କେତେ କଷ୍ଟ କଲବଲ ହେଲା ପରେ ଯାଇ ସେ ବାହାରୁଛି। ବାଧିଲେ ତ ବାହାରିବ, ତାର ତ ଇଚ୍ଛା ନାହିଁ ନା ଯିବାକୁ। ଯେତେବେଳେ ଭୟଙ୍କର ଭାବରେ ବାଧିବ ସେତେବେଳେ ଛାଡ଼ିଦବୁ, ଆଉ ସମ୍ଭାଳି ପାରିବୁନି, ଘର ଗଲେ ପଛେ ଯାଉ ପଛେ ପଳେଇବୁ, ସେତେବେଳେ ଯେତେ ବାହାରିବ। ହଁ ଆଜ୍ଞା ଠିକ ଏଇ ଭାଷାରେ ବର୍ଣ୍ଣନା ହେଇଛି, ଏଇ ତାତ୍ପର୍ଯ୍ୟ। ବାହାର କରନ୍ତି। ବାହାର କଲା ପରେ ନୈಋତ କୋଣରେ, ଦକ୍ଷିଣ ପଶ୍ଚିମ କୋଣରେ ଯମଙ୍କର ଆସ୍ଥାନ ନରକ ଯେଉଁ ସ୍ଥାନରେ ଅଛି, ଦକ୍ଷିଣ ମେରୁର କିଞ୍ଚିତ ପଶ୍ଚିମକୁ, ସେଇ ସ୍ଥାନର ପରିମାଣ ଆର୍ଯ୍ୟାବର୍ତ ଭୂମି ଠାରୁ, ଆର୍ଯ୍ୟାବର୍ତଟା ଏଟା ଆର୍ଯ୍ୟାବର୍ତ ବୋଲେ କୋଉଠୁ ଏଇଟା ହିସାବ ହେଇଛି? ବିନ୍ଧ୍ୟାଚଳଠୁ ହିମାଳୟ, ଆକୁ ମାରି ନାହିଁ, ବିନ୍ଧ୍ୟାଚଳଠୁ ହିମାଳୟ। ଏଇ ଭିତରୁ ଏଇଠାରୁ 69,00,000 ଯୋଜନ। ସ୍ପଷ୍ଟ ଉକ୍ତି କପିଳ କହିଛନ୍ତି, 69,000 ଯୋଜନ। ଏଇ ପଥଟାକୁ ଅତିକ୍ରମ କରିବା ପାଇଁ କେତେ ସମୟ ଲାଗେ? ଯମଦୂତ ମାନେ ଯେତେବେଳେ ନେଇକରି ଯାଆନ୍ତି 2 ମୁହୂର୍ତ୍ତ ବୋଲି ନିର୍ଣ୍ଣୟ କରିଛନ୍ତି। ସେଠୁ ବାହାରି ସେଠି ପହଞ୍ଚିବାକୁ 2 ମୁହୂର୍ତ୍ତ ଲାଗିବ, 2 ମୁହୂର୍ତ୍ତ ସମୟ ଲାଗେ। 2 ମୁହୂର୍ତ୍ତ କହିଲେ 4 ଦଣ୍ଡ, 24 ଚୌକୁ 96, 1.5 ଘଣ୍ଟା ହେଲା। ବୋଧ ହୁଏ
ଏ ପ୍ରାଣଟା ଛାଡ଼ିଲା ବେଳକୁ 1.5 ଘଣ୍ଟା ଖଣ୍ଡେ କଲବଲ ଆମେ ଯୋଉ ସମୟଟା ସନ୍ଦେହରେ ପଡୁ ହଁ ହେଲାଣି ଆଉ ଦଣ୍ଡେ ମୁହୂର୍ତ୍ତ ଆଉ ଅଳ୍ପ ସମୟ ଯେ ପାଣି ଫାଣି ଟିକେ ଦିଅ ହରିନାମ ଟିକେ କଲରେ ସେଇ ଯୋଉ ସମୟଟା କଲବଲ ଛଟପଟ ହଉଛି ବୋଧେ ସେଇ ସମୟଟା ହେଇଥିବ କଣ ସେ କରୁଛନ୍ତି 2 ମୁହୂର୍ତ୍ତ ବେଳେ 4 ଦଣ୍ଡ ହେଲେ 1.5 ଘଣ୍ଟା 6 ମିନିଟ୍ ଘଣ୍ଟା 36 ମିନିଟ୍ ତ ଆଉ କଣ ଏତିକି ସମୟ ଲାଗେ ଏଠୁ ଯାଇ ସେଠି ପହଞ୍ଚିବ। କିନ୍ତୁ କପିଳ ଭଗବାନ ଏ ପଥଟାର ଗୋଟେ ବର୍ଣ୍ଣନା କରୁଛନ୍ତି। ଏ ପଥଟା କିଭଳିଆ ଦୁଃଖଦାୟକ ପଥ, ଯେଉଁ ପଥ ଦେଇକରି ଯମଦୂତ ମାନେ ନିଅନ୍ତି ସେ ପଥରେ କି ଜାତୀୟ ପୀଡ଼ା। ଏଠି କପିଳ ଆଉ ଗୋଟେ କଥା କହିଛନ୍ତି ଭାଗବତରେ, ଉପନିଷଦରେ ଆମେ ପଢିବା ଜିନିଷ ଏକା କଥା ଯେ ଟିକେ ମୋର ଏପର୍ଯ୍ୟନ୍ତ ଧାରଣା ଥିଲା ଯେ ଜୀବାତ୍ମାଟାକୁ ଗଲା ପରେ ସେଠି ବିଚାର ହେଲା ପରେ ତାକୁ ଯାତନା ଶରୀର ଭିତରେ ପୁରେଇ ଦଣ୍ଡ ଦିଆଯାଏ। କିନ୍ତୁ କପିଳ କହିଛନ୍ତି ଇଠୁ ବାହାରିଲା କ୍ଷଣି ତାକୁ ଯାତନା ଶରୀରରେ ପୁରେଇ ଦିଅନ୍ତି, ଇ ଦେହରୁ ବାହାରିଲା କ୍ଷଣି ତାକୁ ଯାତନା ଶରୀରରେ ପୁରେଇ ଦିଅନ୍ତି। ଏଇଟା ବି ଯୁକ୍ତିଯୁକ୍ତ ମନେ ହଉଛି। କାହିଁକି ନା ଜୀବାତ୍ମାଟା ଗୋଟେ ଦେହକୁ ଆଶ୍ରୟ କରି ରହିବ କେମିତି? ଯମଦୂତ ମାନେ କଉଟାକୁ ନେବେ? ଆତ୍ମାଟାକୁ ଧରି ହବ ନା ବାନ୍ଧି ହବ ନା ନେଇ ହବ? କଣ ବୁଝିପାରିଲେ ନା? ତେଣୁ ଏଇ ଶରୀରରୁ କାଢିଲେ ଆଉ ଗୋଟେ ଶରୀରରେ ପୁରେଇଲେ ତ ସେ ଶରୀରଟାକୁ ଧରିକି ନେବେ ନା ଆଉ। ତେଣୁ ଏଇଟା ବୋଧେ ଯୁକ୍ତିଯୁକ୍ତ ମନେ ହଉଛି। କିନ୍ତୁ ସେ ଉପନିଷଦ କଥା ଯାହା ହଉ ଏଠୁ ଯାତନା ଶରୀର ଭିତରେ ପୁରାନ୍ତି। ଯାତନା ଶରୀର କଣ? ଇ ଦେହ ଭଳିଆ ସେଟା ଗୋଟେ ଦେହଟେ ଯେ ସେ ଦେହଟାକୁ ଆଜ୍ଞା ଯେତେ ଯାହା କଲେ ମଧ୍ୟ ସେ ଦେହଟା ନଷ୍ଟ ହବନି, ପ୍ରାଣ ଛାଡିବନି ସେ ଦେହରୁ। ଆମର ଏ ଦେହରୁ ପ୍ରାଣ ଛାଡିଯିବ। ଆମେ ଗୋଟେ ଲୋକକୁ କଷିକି ଯଦି ବାଡିରେ ଅଧଘଣ୍ଟା ଖଣ୍ଡେ ବାଡେଇବା ସେ ମରିଯାଇଥିବ। ପଥରରେ ଯଦି ତା ପାଦଠୁ ମୁଣ୍ଡ ପର୍ଯ୍ୟନ୍ତ ଛେଚି ପକେଇବା ସେତେବେଳେ ସେ ମରିଯାଇଥିବ, ନୁହେଁ କି? ତାକୁ ଯୋଉ ଖଣ୍ଡାରେ 2 ଖଣ୍ଡ କି 3 ଖଣ୍ଡ କି 10-15 ଚୋଟ ହାଣି ପକେଇବା ତା ପ୍ରାଣ ଛାଡିଯିବ। ରକ୍ତ ଜଗ ଯଦି ପାଣି ଫାଟିଗଲା ପ୍ରାଣ ଛାଡିଯିବ। ନିଶ୍ୱାସଟାକୁ ଯଦି ଚିପିକି ଧରିବା ଅଧଘଣ୍ଟେ ପ୍ରାଣ ଛାଡିଯିବ। ତଣ୍ଟିଟାକୁ ଯଦି ଚିପିକି ଧରିବା ପ୍ରାଣ ଛାଡିଯିବ। ହୃତ୍ପିଣ୍ଡଟାକୁ ଯଦି ଚାପିକି ଧରିବା ଚାଲିବାକୁ ଦେବାନି 2 ମିନିଟ୍ ପରେ ପ୍ରାଣ ଛାଡିଯିବ। କିନ୍ତୁ ଯାତନା ଶରୀରଟାକୁ ଆପଣ ଯାହାକରି ବାଟୁଥିଲେ ମଧ୍ୟ ପ୍ରାଣ ଛାଡିଯିବ। ବାରୁଦ ଭଳିଆ କୁଟି 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 ତାକୁ ସୁନା କରିଦେଲେ ବି ସେଟା ଚମଡା ଭଳିଆ ଲତପତ ହେଇକି ସେମିତି ରହିବ ଯେ ନା, ପ୍ରାଣ ଛାଡିବ। ଏଇଭଳିଆ ଗୋଟେ ଶରୀର ହଉଛି ଯାତନା ଶରୀର। ଏଇଥିରୁ ଗୋଟେ ଆମକୁ ମିଳିବଟି? ହଁ, ସେତେବେଳେ ହସିବେନି ଆଉ ଯେତେବେଳେ ମିଳିବ, ଯେତେବେଳେ ଗଳେଇବେ ଜଗତ ମାନେ ଜୋର କରି। କାହିଁକି? ଆମେ ଦେହ ଗେହରେ ଅତି ଆସକ୍ତ। ମୋ ଦେହ ମୋ ଘର, ଯାହା ଛଡା ଆମେ ଆଉ କିଛି ଜାଣୁନୁ। ହୁସିଆର। ତାପରେ ସାମାନ୍ୟ କିଛି ନରକର ବର୍ଣ୍ଣନା କରିଛନ୍ତି। ନରକର ବର୍ଣ୍ଣନା କରିଛନ୍ତି କେଉଁ କେଉଁ ଅପରାଧ ବା ପାପ ପାଇଁ କେଉଁ କେଉଁ ପ୍ରକାରର ଯନ୍ତ୍ରଣା ବେଶୀ ଏଠି ବର୍ଣ୍ଣନା ହେଇନି। 5ମ ସ୍କନ୍ଧରେ ବର୍ଣ୍ଣନା ହେଇଛି। 5ମ ସ୍କନ୍ଧର ଶେଷ ଅଧ୍ୟାୟରେ 29ଟା ନରକ, 29ଟା ଅପକର୍ମ, କୁଅପକର୍ମର ଏଠି ଖାଲି ସାମାନ୍ୟ ଦେଇଛନ୍ତି। କହିଛନ୍ତି ମା ଏଇଭଳିଆ ତ ଦେହ ଗେହରେ ଆସକ୍ତ ପୁରୁଷର ଗତି। ହେଲେ ମୁଁ ଏତିକି କହିବା କଥା, ଆମେ ପଥ 6ଟା ଜାଣିବାକୁ। ଆମକୁ ଏଇ ପଥ ଭିତରୁ ଅଲବତ କୌଣସି ପଥରେ ଯିବାକୁ ହବ। ଅପରିହାର୍ଯ୍ୟ ଏଟା ନା କିଏ ପରିହାର କରିପାରିବ? ଜ୍ଞାନ ଯୋଗ ପ୍ରଭୃତି ପଥ ପରମ ଆନନ୍ଦମୟ 3ଟା। ଦେବଯାନ ପଥ ବ୍ରହ୍ମଲୋକ ପର୍ଯ୍ୟନ୍ତ ସିଏ ମଧ୍ୟ, ପିତୃଯାନ ପଥ ଚନ୍ଦ୍ରଲୋକ ପର୍ଯ୍ୟନ୍ତ ସିଏ ମଧ୍ୟ, ଓ ଯମଲୋକର ପଥ 6ଟି ପଥ ଆମକୁ ଅଛି। 6ଟି ପଥରୁ ଏତିକି ଜ୍ଞାନ ଯଦି ଥିବ 6ଟି ପଥ ସମ୍ବନ୍ଧରେ, ଏଇ ଜନ୍ମରେ ଯାହା ହେଇଗଲା ହେଇଗଲା, ଆସନ୍ତା ଜନ୍ମରେ ଶିଶୁ କାଳରୁ ଏଇ 6ଟା ପଥ ସ୍ମରଣକୁ ଆସିବ। ଆପଣ କରୁଛନ୍ତି 3 ଥର 5 ଥର ପିଲାଦିନ ନହେଲେ ହବନି ଆଜ୍ଞା କିଛି। ଏଇଟା ଗୋଟେ ରହିଛି କୌମାରମ ଆଚରିତ ପ୍ରାଜ୍ଞ। କୁମାର କାଳରୁ ଆରମ୍ଭ ନ କଲେ, ପିଲାଦିନଠୁ ଆରମ୍ଭ ନ କଲେ ସତ୍ସଙ୍ଗ, ଜୀବନରେ ଗତିଟାକୁ ଶେଷ ବେଳକୁ ନିର୍ଣ୍ଣୟ କରି ହଉନାହିଁ। ତେବେ କୁମାର କାଳରୁ ଆରମ୍ଭ କରିବା ପାଇଁ ପୂର୍ବଜନ୍ମର ସଂସ୍କାର ଆବଶ୍ୟକ। ପୂର୍ବଜନ୍ମ ସଂସ୍କାର ଥିଲେ ଶିଶୁ କାଳରୁ ସେ ବୁଦ୍ଧି ଦୁଷିଲା। ଆଉ ଗୋଟେ ଅଧ୍ୟାୟ କପିଳଙ୍କର ମାଙ୍କୁ କହିବାକୁ ରହିଲା, ସେଇଠି ହଉଛି
मनुष्य देह धारण ओ गति केमती से उत्क्रामण पर जन्म केमती कौन है से विषय कहते आसंता काली आलोचना कर विषय आज समय हो गला।